ତୁମେ କେବେ ଦିନେ ନା ଦିନେ ଧ୍ୟାନ ଦେଇଥିବ କେହି ଲୋକ ଅଛନ୍ତି ଯେଉଁଠାକୁ ଯାଆନ୍ତି ସେଠାରେ ସବୁ ଲୋକ ତାଙ୍କ ସହ କଥା ହେବାକୁ ଚାହାନ୍ତି। ତାଙ୍କ ପାଖରେ ନଥାଏ ଧନ, ନଥାଏ ପଦବୀ ଓ ନାହିଁ କୌଣସି ଫିଲ୍ମର ହିରୋ ବୋଲି ଚେହେରା, କିନ୍ତୁ ତଥାପି ଲୋକମାନେ ତାଙ୍କ ନାଁ ଶୁଣିଲେ ହସି ଦିଅନ୍ତି। ସେମାନଙ୍କ ସହ କିଛି ସମୟ କଥା ହେବାକୁ ଲୋକ ଅପେକ୍ଷା କରନ୍ତି। ହେଲେ କାହିଁକି? କାରଣ ସେମାନେ ନିଜକୁ ଏମିତି ଗଢ଼ିଛନ୍ତି ଯେ ତାଙ୍କର ପରିସ୍ଥିତି ହିଁ ଲୋକଙ୍କର ମନକୁ ଆକର୍ଷିତ କରେ। ଆଉ ଆଜି ମୁଁ ତୁମକୁ ଏହି କଥା କହିବାକୁ ଚାହୁଁଛି, ତୁମେ ମଧ୍ୟ ସେମିତି ହୋଇପାରିବ। ଏମିତି ଏକ ଲୋକ ହୋଇପାରିବ ଯାହା ସହ କଥା ହେବାକୁ ଲୋକମାନେ ପାଗଳ ହେବେ, କିନ୍ତୁ ତା ପାଇଁ ତୁମକୁ ନିଜକୁ ବଦଳାଇବାକୁ ପଡ଼ିବ। ନିଜର ଚିନ୍ତାଧାରା, ନିଜର କ୍ୟାରେକ୍ଟର, ନିଜର କଥା କହିବାର ଶୈଳୀକୁ ବଦଳାଇବାକୁ ପଡ଼ିବ। ତ ଶୁଣ, ଲୋକମାନେ କେବେ ମଧ୍ୟ ସେ ଲୋକଙ୍କ ସହ ଅଧିକ କଥା କହିବାକୁ ଚାହାନ୍ତିନି ଯେ ସବୁବେଳେ ନେଗେଟିଭ୍ କଥା କହେ, ଯେ ସବୁବେଳେ ନିଜ ଦୁଃଖ, ନିଜ ସମସ୍ୟା, ନିଜ କମ୍ପ୍ଲେନ୍ ନେଇ ବସିଥାଏ। କାରଣ ଏମିତି ଲୋକଙ୍କ ପାଖରେ ଶକ୍ତି ନଥାଏ। ଏମିତି ଲୋକ ଅନ୍ୟମାନଙ୍କ ଶକ୍ତିକୁ ମଧ୍ୟ ଶୋଷି ନେଇଥାନ୍ତି। ତୁମେ ଯଦି ଚାହୁଁଛ ଯେ ଲୋକ ତୁମ ପାଖକୁ ଆସନ୍ତୁ, ତେବେ ପ୍ରଥମେ ନିଜ ଭିତରେ ଏମିତି ଏକ ଆଲୋକ ଜଳାଅ ଯାହା ଅନ୍ୟମାନଙ୍କର ଅନ୍ଧକାରକୁ ମଧ୍ୟ କମାଇ ଦେବ। ଜୀବନରେ ଗୋଟେ କଥା ସବୁବେଳେ ମନେ ରଖ, ଲୋକମାନେ ଶବ୍ଦକୁ ନୁହେଁ ଅନୁଭବକୁ ମନେ ରଖନ୍ତି। ତୁମେ କାହା ସହ କେମିତି କଥା ହେଉଛ ତାଠାରୁ ଅଧିକ ଜରୁରୀ ହେଉଛି ତୁମ ସହ କଥା ହେବା ପରେ ସେମାନେ କେମିତି ଅନୁଭବ କରୁଛନ୍ତି। ଯଦି ତୁମେ କାହାକୁ ସମ୍ମାନ ଦେଉଛ, ତାଙ୍କ କଥା ଧ୍ୟାନପୂର୍ବକ ଶୁଣୁଛ, ତାଙ୍କ ମନକୁ ବୁଝିବାକୁ ଚେଷ୍ଟା କରିବ, ସେ ଲୋକ ତୁମକୁ କେବେ ଭୁଲି ପାରିବ ନାହିଁ। ଆଜିକାଲି ଦୁନିଆରେ ସବୁଠୁ ବଡ଼ ପ୍ରୋବ୍ଲେମ୍ କ'ଣ ଜାଣିଛ? ସବୁ ଲୋକ କହିବାକୁ ଚାହାନ୍ତି କିନ୍ତୁ ଶୁଣିବାକୁ କେହି ନାହିଁ। ସେଥିପାଇଁ ଯଦି ତୁମେ ଭଲ ଭାବେ ଶୁଣିବାକୁ ଶିଖିଯାଅ, ଲୋକମାନେ ନିଜେ ତୁମ ପାଖକୁ ଆସିବେ। ସେମାନେ ଭାବିବେ ଏ ଲୋକଟି ମୋତେ ବୁଝୁଛି। ଆଉ ଯେଉଁ ଲୋକ ଅନ୍ୟମାନଙ୍କ ହୃଦୟକୁ ବୁଝିଯାଏ ସେ କେବେ ଏକା ରୁହେନି। ତୁମେ ଜାଣିଛ କି ନାହିଁ କହିପାରିବିନି। ଆକର୍ଷଣୀୟ ହେବା ପାଇଁ ଦେଖାଶୁଣା ଜରୁରୀ ନୁହେଁ, ଜରୁରୀ ହେଉଛି ତୁମର ଆତ୍ମବିଶ୍ୱାସ। କେତେବେଳେ ତୁମେ ନିଜକୁ ନିଜେ ସମ୍ମାନ ଦେବା ଆରମ୍ଭ କରିବ, ସେତେବେଳେ ଦୁନିଆ ତୁମକୁ ସମ୍ମାନ ଦେବ। ଯେତେବେଳେ ତୁମେ ନିଜ ମୂଲ୍ୟକୁ ବୁଝିବ, ସେତେବେଳେ ଲୋକମାନେ ମଧ୍ୟ ତୁମ ମୂଲ୍ୟକୁ ବୁଝିବେ। କେବେ ମଧ୍ୟ ଲୋକଙ୍କ ପଛରେ ଧାଅନି, କାରଣ ଯେଉଁ ଲୋକ ସବୁବେଳେ ଧାଉଁଥାଏ ତାହାର ମୂଲ୍ୟ କମିଯାଏ। ତୁମେ ଏମିତି ଏକ ଜୀବନ ତିଆରି କର ଯେଉଁଠି ଲୋକମାନେ ତୁମ ପାଖକୁ ଆସିବାକୁ ଇଚ୍ଛା କରିବେ। ନିଜ ସ୍ୱପ୍ନ ଉପରେ କାମ କର, ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦିଅ। ଯେଉଁ ଲୋକ ନିଜ ଜୀବନରେ ବ୍ୟସ୍ତ ଥାଏ, ଯେଉଁ ଲୋକ ନିଜକୁ ଉନ୍ନତ କରିବାରେ ଲାଗିଥାଏ, ତାଙ୍କ ପ୍ରତି ସବୁବେଳେ ଲୋକମାନଙ୍କର ଆକର୍ଷଣ ଥାଏ। ଯଦି ତୁମେ ସବୁବେଳେ ଖାଲି ରହିବ, ସବୁବେଳେ ଆଟେନସନ୍ ମାଗିବ, ସବୁବେଳେ ଲୋକମାନଙ୍କର ଆପ୍ରୁଭାଲ୍ ଚାହିଁବ, ତେବେ ଲୋକ ତୁମକୁ ଇଗ୍ନୋର କରିବେ। କିନ୍ତୁ ଯେତେବେଳେ ତୁମେ ନିଜ ଜୀବନକୁ ମିନିଂଫୁଲ୍ କରିଦେବ, ସେତେବେଳେ ଲୋକମାନେ ନିଜେ ତୁମ ସହ କଥା ହେବାକୁ ଚାହିଁବେ। ଦେଖ, ସାଇଲେନ୍ସରେ ମଧ୍ୟ ଶକ୍ତି ଥାଏ। ସବୁବେଳେ ଅଧିକ କହିବା ଦରକାର ନାହିଁ। କେବେ କେବେ ଶାନ୍ତ ରହିବା, ହସି ଦେବା, ଧୀରେ ଧୀରେ କଥା ହେବା, ଏହା ମଧ୍ୟ ଏକ ପାୱାରଫୁଲ୍ ପର୍ସନାଲିଟିର ଚିହ୍ନ। ଲୋକମାନେ ସେହି ଲୋକଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି ଯେ ପ୍ରତ୍ୟେକ ଜାଗାରେ ନିଜକୁ ପ୍ରମାଣ କରିବାକୁ ଚେଷ୍ଟା ନ କରେ। ତୁମେ ନିଜକୁ ପଚାର, ମୁଁ କେମିତି ଏକ ଲୋକ? ମୁଁ କାହାର ଜୀବନକୁ ପର୍ସନାଲିଟି ଆଣୁଛି? ମୁଁ କାହାର ଜୀବନରେ ପଜିଟିଭ୍ ଆଣୁଛି? ମୋ ସହ କଥା ହେଲେ ଲୋକମାନଙ୍କର ମନ ଭଲ ହେଉଛି କି ନାହିଁ? ମୁଁ କାହାକୁ ଇନ୍ସପାୟାର କରୁଛି କି ନାହିଁ? କାରଣ ଯେଉଁ ଲୋକ ଅନ୍ୟମାନଙ୍କ ଜୀବନରେ ଆଶା ଭରି ଦେଉଛି, ସେ ଲୋକଙ୍କର ସହ ସବୁ ଲୋକ କଥା ହେବାକୁ ଚାହାନ୍ତି। ଦୁନିଆର ସବୁଠୁ ଆଟ୍ରାକ୍ଟିଭ୍ କ୍ୱାଲିଟି ହେଉଛି କାଇଣ୍ଡନେସ୍। ତୁମେ ଯେତେ ମଧ୍ୟ ସ୍ମାର୍ଟ ହୁଅ, ଯେତେ ମଧ୍ୟ ହ୍ୟାଣ୍ଡସମ୍ ହୁଅ, ଯେତେ ମଧ୍ୟ ଫେମସ୍ ହୁଅ, ଯଦି ତୁମ ଭିତରେ ଦୟା ନାହିଁ, ସତ୍ୟତା ନାହିଁ, ଭଲ ମନ ନାହିଁ, ତେବେ ଲୋକମାନେ କିଛି ସମୟ ପରେ ତୁମଠାରୁ ଦୂରେଇ ଯିବେ। କିନ୍ତୁ ଯଦି ତୁମର ହୃଦୟ ସଫା ଅଛି, ତୁମେ ଲୋକମାନଙ୍କୁ ମୂଲ୍ୟ ଦେଉଛ, ତେବେ ଲୋକମାନେ ସବୁବେଳେ ତୁମକୁ ଖୋଜିବେ। କେବେ ନିଜକୁ ଛୋଟ ଭାବନି। ତୁମେ ଯେପରି ଅଛ ସେପରି ୟୁନିକ୍ ଅଛ। ନିଜର ଅରିଜିନାଲିଟିକୁ ଲୁଚାଇବା ନାହିଁ। ଆଜିର ଲୋକମାନେ ଫେକ୍ ପର୍ସନାଲିଟିରେ ବଞ୍ଚୁଛନ୍ତି, ସବୁବେଳେ ଅନ୍ୟମାନଙ୍କୁ କପି କରୁଛନ୍ତି। କିନ୍ତୁ ଯେଉଁ ଲୋକ ନିଜ ବୋଲି ହୋଇ ରହିଥାଏ, ତାଙ୍କର ଅଲଗା ପରିଚୟ ତିଆରି ହୁଏ। ତୁମେ ଯଦି ଚାହୁଁଛ ଯେ ସମସ୍ତେ ତୁମ ସହ କଥା ହେବାକୁ ପାଗଳ ହୁଅନ୍ତୁ, ତେବେ ଗୋଟେ କାମ କର, ନିଜର ଭ୍ୟାଲୁ ବଢ଼ାଅ, ନଲେଜ୍ ବଢ଼ାଅ, ସ୍କିଲ୍ ବଢ଼ାଅ, ପର୍ସନାଲିଟି ବଢ଼ାଅ। ଯେତେବେଳେ ତୁମେ ନିଜକୁ ଅପଗ୍ରେଡ୍ କରିବ, ସେତେବେଳେ ଦୁନିଆର ବିହେଭିଅର୍ ମଧ୍ୟ ତୁମ ପ୍ରତି ଚେଞ୍ଜ ହେବ। ଆଉ ସବୁ ଲୋକଙ୍କୁ ଇନ୍ସପାୟାର କରିବାକୁ ଚେଷ୍ଟା କରନି, କାରଣ ଯେଉଁ ଲୋକ ସମସ୍ତଙ୍କୁ ଖୁସି କରିବାକୁ ଚାହେଁ, ସେ ଶେଷରେ ନିଜକୁ ହରାଇ ଦିଏ। ତୁମେ କେବଳ ସତ୍ୟ ହୁଅ। ଯେଉଁମାନେ ତୁମକୁ ବୁଝିବେ, ସେମାନେ ତୁମ ପାଖରେ ରହିବେ। ତୁମର ଏନର୍ଜି ବହୁତ ଇମ୍ପୋର୍ଟାଣ୍ଟ। ତୁମେ ଯେତେବେଳେ ଘରକୁ ପ୍ରବେଶ କରୁଛ, ଲୋକମାନେ ତୁମ ପ୍ରେଜେନ୍ସ ଫିଲ୍ କରିବା ଉଚିତ। ତୁମ ମୁହଁରେ କନଫିଡେନ୍ସ ଥିବା ଉଚିତ, ତୁମ ଆଖିରେ ଆଶା ଥିବା ଉଚିତ, ତୁମ କଥାରେ ସତ୍ୟତା ଥିବା ଉଚିତ।
जीवन में अनेक लोग तुमको इग्नोर करेंगे, अनेक लोग तुमको अंडरस्टिमेट करेंगे, किंतु यह नहीं भांगी पड़े कारण सब बड़ लोक आरंभ में इग्नोर कर तुम काम हो निजे को एत पावरफुल करदेव जे गोटे दिन से लोक मैंने तुम सह कथा होगा को अपेक्षा करेंगे। निजर कम्युनिकेशन स्किल उपर काम कर, धीरे धीरे कथा कह, स्पष्ट कथा कह, आखिरे आखि मिसाई कथा कह। या कॉन्फिडेंस एक चिन्ह और जो लोक कॉन्फिडेंस थाए से लोकों सब लोक कथा होगा चाहते। सब बेले पॉजिटिव रहिबार अर्थ यह नुहे जे तुम जीवन में कष्ट ना, यार अर्थ हो कष्ट थिले तुम्हें हसवा जानिच, लड़वा शिखिच, आउ यही आटिट्यूड ही लोक मान तुम प्रति आकर्षित करता है। तुम्हें जदि निज जीवन में डिसिप्लिन आनब तेज तुम पर्सनालीटी आप अट्रैक्टिव हो। सकाले शीघ्र उठ, निज शरीर को फिट रख, नुआ कि शिख, बुक पढ़, भल लोकों सह रह। यह सब तुमको मेंटाली स्ट्रांग करदेव। आ मेंटाली स्ट्रांग लोकों प्रति सब बेले लोक मानकर आकर्षण थाए। गोटे कथा सब बेले मन रखिदेव जे एटेंशन मागिले मिलेनी, अर्न करने पड़े, रिस्पेक्ट मागिले मिलेनी, डिजर्व करने पड़े, और लव मध्य फोर्स कर मिलेनी, निजर पर्सनालीटी द्वारा जीतवा पड़े। से आज निष्पत्ति नि, दुर्बल मनर लोक ही रहा। तुम्हें आ सब बेले लोकों अप्रूवल मागब ना, तुम्हें निजक एमती गढ़ जे लोक मैंने तुम प्रेजेंस को भैल्यू करेंगे। और गोटे दिन आसब तुम्हें घर को प्रवेश कर लोक मान आखि आप तुम ऊपर पड़। दिन आसब तुम फोन रे मेसेज आसवा बंद हेनी। दिन आसब जो मैंने तुमको इग्नोर करुले से माने तुम सह कथा होगा चाहिए, किंतु से दिन एमती आसब ना। तुमको निज उपर काम करने पड़ो। तुम फ्यूचर तुम आज हैबिट उपर डिपेंड करे। जदि तुम आज लेजी अच्छ, नेगेटिव अच्छ, ओवर थिंकिंग कर, तेज लोक मैंने तुम दूर हो, किंतु जदि तुम फोकस्ड अच्छ, पॉजिटिव अच्छ, हार्ड वर्किंग अच्छ, तेज दुनिया तुमको इग्नोर कर किए निज अर्थ को भूल ना। तुम स्पेशल अच्छ, तो भितर एमती एक शक्ति अच्छी जहाँ तुमको सबुठ अलग कै। तुम्हें केवल जगैवा पड़ो। और जिते तुम्हें ये लेवल को पहुँचब से सतरे समझते तुम सह कथा होगा पागल हे।